ପୂର୍ଣ୍ଣାଙ୍ଗ ଯୋଗର ଯେତେବେଳେ ପ୍ରଣୟନ ହେଲା ସେତେବେଳେ ମଣିଷ ସମାଜ ପାଇଁ ଏହା ଏକ ଅନ୍ତିମ ଯୋଗ, ଚୂଡ଼ାନ୍ତ ଯୋଗ, ଫାଇନାଲ ଆଣ୍ଡ ଅଲ୍ଟିମେଟ ବୋଲି ଆମେ ଗ୍ରହଣ କଲେ। କିନ୍ତୁ ପୃଥିବୀରେ ଧର୍ମ ଗୁଡିକ ବଞ୍ଚି ରହିଛି, ବହୁ ଜାତି ପ୍ରଜାତି ବଞ୍ଚି ରହିଛନ୍ତି, ସରକାର, ସାମାଜିକ ଶ୍ରେଣୀ ଗୁଡିକ, ରାଷ୍ଟ୍ର, ସଭ୍ୟତା ସବୁ ଗୁଡିକ ମଣିଷ ଜାତିକୁ ଭାଗ ଭାଗ କରୁଛି। କିନ୍ତୁ ପୂର୍ଣ୍ଣାଙ୍ଗ ଯୋଗ ଏକତ୍ୱ ଆଣିବାର ଚେଷ୍ଟା କରୁଛି। ତେଣୁ ସ୍ୱାଭାବିକ ଭାବରେ ଧର୍ମ, ଜାତି, ସାମାଜିକ ଶ୍ରେଣୀ ଏବଂ ରାଷ୍ଟ୍ର, ସଭ୍ୟତା, ସଂସ୍କୃତି ଏ ସମସ୍ତେ ପୂର୍ଣ୍ଣ ଯୋଗର ଏଇ ଯୋଉ ମୂଳ ଲକ୍ଷ୍ୟ ନିକଟରେ ନିଜକୁ ଅସୁରକ୍ଷିତ ମଣିବା ଭାରି ସ୍ୱାଭାବିକ। ଆଉ ଏକଥା ସତ୍ୟ, ମଣିଷ ସମାଜ ଭିତରେ ରହିଥିବା এই ବିଭେଦ, ବିଚ୍ଛିନ୍ନତା, এই ବିଭାଜନ ଗୁଡିକ ରହିବ ନାହିଁ। ଅଚେତନାର ସମୟ ଶେଷ ହୋଇ ଆସୁଛି, ଅଜ୍ଞାନତାର ସମୟ ଶେଷ ହୋଇ ଆସୁଛି, ଜଡତ୍ୱର ସମୟ ଶେଷ ହୋଇ ଆସୁଛି, ଅପୂର୍ଣ୍ଣତାର ସମୟ ଶେଷ ହୋଇ ଆସୁଛି ଏବଂ ମିଥ୍ୟା ପ୍ରବଞ୍ଚନାର ସମୟ ମଧ୍ୟ ଶେଷ ହୋଇ ଆସୁଛି। କାରଣ ପ୍ରଭୁ ଶ୍ରୀ ଅରବିନ୍ଦ ଆସି ସାରିଛନ୍ତି, ମା ଆସି ସାରିଛନ୍ତି, ଏହି ପୃଥିବୀ ବକ୍ଷରେ ଏକ ନୂତନ ପ୍ରଜାତି ନିର୍ମାଣ କରିବେ। এই ନୂତନ ପ୍ରଜାତି डिविजन ଜାଗାରେ ୟୁନିଟି, ଇଗ୍ନୋରେନ୍ସ ସ୍ଥାନରେ ନଲେଜ, ଅନକନସିୟସ୍ ସ୍ତରରେ କନସିୟସନେସ୍, ଫଲସୁଡ ଜାଗାରେ ଟ୍ରୁଥ ଏବଂ ଏଇଭଳି ଭାବରେ ଲାଇଟ, ପିସ୍, ଲଭ ଏଇଭଳି ଗୋଟେ ଜଗତକୁ ନିର୍ମାଣ କରିବା ପାଇଁ ତପସ୍ୟା କରିଥିଲେ। এই ତାଙ୍କ ତପସ୍ୟା ବଳରେ ଯେମିତି ମହାକବି ପ୍ରଭୁ ଶ୍ରୀ ଅରବିନ୍ଦ ସାବିତ୍ରୀ ମହାକାବ୍ୟରେ ଲେଖିଛନ୍ତି, ଅଶ୍ୱପତିଙ୍କର ତପସ୍ୟା ଫଳରେ ତାଙ୍କର କନ୍ୟା ରୂପରେ ନିଜେ ସାବିତ୍ରୀ ଆସିଲେ। ସାବିତ୍ରୀଙ୍କର ସାଧନା ବଳରେ ସେ ମୃତ୍ୟୁକୁ ଜୟ କଲେ ପ୍ରେମ ଜରିଆରେ। ସେହିଭଳି ତାଙ୍କ ତପସ୍ୟା ବଳରେ ମା ଆସିଛନ୍ତି। ମା ହେଉଛନ୍ତି ଅତିମାନ ଶକ୍ତି। ମା ଆସିବା ପରେ ଅତିମାନସ ଶକ୍ତିର ଅବତରଣର କଥା ଗୁଡିକୁ ଘୋଷଣା କରିଦେଇଛନ୍ତି। ତା ସାଙ୍ଗେ ସାଙ୍ଗେ ସମଗ୍ର ପୃଥିବୀ ଯେଉଁ ପରିବର୍ତ୍ତନ ଆଡକୁ ଯାଉଛି, ସେହି ପରିବର୍ତ୍ତନ ଆଡକୁ ମଧ୍ୟ ଯେଉଁ ପରିବର୍ତ୍ତନ ଆଡକୁ ପୃଥିବୀ ଯାଉଛି ସେ ବିଷୟରେ ମା ଘୋଷଣା କରିଛନ୍ତି। ଏବଂ ଏକଥା ମଧ୍ୟ କହିଛନ୍ତି ଯେ all would change if men could once consent to be spiritual। ମଣିଷ ଯଦି ଆଧ୍ୟାତ୍ମିକ ହବାକୁ ନିଜକୁ ସମର୍ଥ କରେ ବା ସ୍ୱୀକୃତି ଦିଏ ତାହେଲେ ବହୁତ କିଛି ପରିବର୍ତ୍ତନ ହେବ। But his nature, mental and vital and physical, is rebellious to the higher law। ତାର ଯୋଉ ପ୍ରଭାବ ପ୍ରକୃତି ରହିଛି, ସେ ପ୍ରକୃତି ଭିତରେ ରହିଛନ୍ତି ମନ, ପ୍ରାଣ, ଶରୀର। ସେମାନେ ଉଚ୍ଚତର ବିଧାନକୁ ବିରୋଧ କରୁଛନ୍ତି, ବିଦ୍ରୋହ କରୁଛନ୍ତି, କାରଣ ସେମାନେ ଅପୂର୍ଣ୍ଣତା ମଧ୍ୟରେ ବଞ୍ଚି ରହିବା ଅଭ୍ୟସ୍ତ ହେଇଗଲେଣି। এই ଦୁଃଖ, ଲୁହ, ଯନ୍ତ୍ରଣା, ମୃତ୍ୟୁ, ଅସୁସ୍ଥତା ଗୁଡିକ ଭିତରେ ବଞ୍ଚିବା ପାଇଁ ସେମାନେ ଆଦି ଅଭ୍ୟସ୍ତ ଅଛନ୍ତି।
किंतु आम अभ्यस्त होइजिबा आमे अस्वीकार करिबा आमे स्वीकार करिबानी आमे विलंब करिबा आमे बुझी परिबानी जानी परिबानी चिन्ही परिबानी आमे स्वीकृति दबानी से गोटे अलग विषय किंतु जहाँ अवधारित जहाँ नियति निर्दिष्ट ता तो हम ना अतिमानस ही नियति निर्दिष्ट अतिमानस 1956 मसीहार एप्रिल 29 तारिख पृथ्वी वातावरण कार्य कर पृथ्वी वातावरण से प्रवेश कला परे लोके पचारती कौन कौन सब परिवर्तन है मो आखिरे जो कथा गुड़िक पड़ुछि आपण मान सांगे कथा हवा परे पृथ्वी रे मनुष्य जीवन रे बा अन्य जीवन रे जो परिवर्तन गुड़िक संगठित होछि से आधार रे आमे अतिमानस रूपांतर वास्तवता संपर्क रे आलोचना करिबा 1956 रु 2023 ये दीर्घ 70 पाखापाखि 67-68 वर्षर गोटे यात्रा एथिरे 70 दशक धरी जो यात्रा चली अति मानसर ऋतुचितर विज्ञानमय चेतनार कौन कौन परिवर्तन है किसी जगत रे भल हला भली लगुच किसी असुविधा हला भली लगुच बेसी किसी परिवर्तन होई नाही बोली हमको हेतु लागि पारे किंतु 1969 परे बा मांकर से 1956 को नवा 1956 टाको बेसी नवा तापरे वैज्ञानिक गवेषणा वैज्ञानिक जंत्रपातिर खूब प्रचलन विज्ञान भित्तिक जीवन प्रजुक्ति भित्तिक जीवन ये बहु भाव में बढ़ी साइंटिफिक लाइफ आउ ता संगे टेक्नोलॉजिकल एडवांसमेंट 1969 मसीहा रे चंद्र मिशन सफल है पृथ्वी रे एवं ता परठारो आउ पृथ्वी पछको देखि नाही विज्ञान क्षेत्र रे प्रजुक्ति क्षेत्र रे बहुल 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 जीवन धर्मी गुण गुड़ी को बढ़ी एवं बहुल मात्रा रे आधुनिक जंत्रपातिर व्यवहार घटी मनीष को आउ कठिन रु कठिन परिश्रम करी कौन से कार्य करिवार आवश्यकता तो पड़ू नहीं ये अतिमानसर प्रभाव बोली कहा जाय परिबो देखिए कठोर रु कठिन काम गुड़िक आज जंत्र मान कर मनीष तक परिचालित करुचे सत मनीष को हाड़ भंगा खटणी अनेक कथा मुक्त करदेला एपरिक गोटे छोटिया कथाटे उदाहरण गोटे नवा आपण बिल बाड़ी रे बिल क्षेत्र में आप बुलूले बलद मान हल टाणुले मई दौले बलद मान सब बेंगला पकाउले किंतु वर्तमान एपरी समय आसिले हल करुछि पावर टिलर की ट्रैक्टर धान रोचे धान रुआ मेसीन धान काटुछि धान कटा मेसीन धान को अमल करुछि अमल करुवा मेसीन ताको बेंगला पकाउछि सेमती ट्रैक्टर वा अन्य कौन से मेसीन आज रास्ता काम रे देखंतु श्रमिक मान को कठिन परिश्रम करिया पड़ना
ଯନ୍ତ୍ର ସେ ଜାଗାରେ ତାର କାମ କରୁଛି। ବିରାଟ ବିରାଟ ବିଲ୍ଡିଂ ଯୋଉଠି ତିଆରି ହଉଛି 50 ତାଲା 30 ତାଲା, ସେଇଠି ସବୁ କେତେ ବଡ ବଡ ମେସିନାରୀ ସବୁ ଲାଗିଛି, କେତେ ପ୍ରକାର କ୍ରେନ ସବୁ ଲାଗିଛି, ଯୋଉମାନେ ଏତେ ବଡ କଠିନ କାମ ଗୁଡିକ ବୁହା ବୁହି କରି କରୁଛନ୍ତି। କୋଣାର୍କ ମନ୍ଦିର ଯେବେ ତିଆରି ହେଇଥିବ, ପୁରୀ ମନ୍ଦିର ଯେବେ ତିଆରି ହେଇଥିବ, ଟନ ଟନ ପଥର ଗୁଡିକୁ ଉପରକୁ ଉଠେଇବା ପାଇଁ ମଣିଷକୁ କେତେ ନାକେଦମ ହବାକୁ ପଡୁଥିବ। ପ୍ରଥମେ ବାଲି ଚଢା କରାଯାଉଥିଲା, ପଥରକୁ ତା ଦେହକୁ ଚଢା ଯାଉଥିଲା, ଘୋଡା ହାତୀ ମଣିଷ ସମସ୍ତେ ମିଶି ସେ ପଥରକୁ ବାନ୍ଧିକି ଟାଣୁଥିଲେ। ଗୋଟିଏ ପଥରକୁ ଏତିକି ଉଚ୍ଚାକୁ ନବାକୁ କେତେ ସମୟ ଲାଗିଥାନ୍ତା, କିନ୍ତୁ ଆଜିର ପ୍ରଯୁକ୍ତି ଯୁଗରେ ସେଇ ଅସମ୍ଭବ ଗୁଡିକ କେତେ ସରଳରେ ସମ୍ଭବ ହେଇପାରୁଛି। ଆପଣ ମେଡିକାଲ ସାଇନ୍ସ ଦେଖନ୍ତୁ, ଗୋଟେ ସମୟ ଥିଲା ଗୋଟେ ସିରିଞ୍ଜରେ ସ୍କୁଲ ସାରା ଯେତେ ପିଲା ଥିବେ, 400 ଥାନ୍ତୁ 500 ଥାନ୍ତୁ, ସମସ୍ତଙ୍କୁ ଇଞ୍ଜେକ୍ସନ ଦିଆଯାଉଥିଲା, ଟିକେ ଟିକେ ତାକୁ ଦେଖେଇ ଦଉଥିଲେ ଏଇ ସ୍ପିରିଟ ଲ୍ୟାମ୍ପରେ। ଆମେ ସେ ସ୍ପିରିଟ ଲ୍ୟାମ୍ପ ଭାରି ଆଗ୍ରହ ଦେଖୁଥିଲୁ, କିନ୍ତୁ ଆଜି ତାରିଖରେ ଗୋଟିଏ ଛୁଞ୍ଚିରେ ସମସ୍ତଙ୍କୁ ଫୋଡା ଯାଉନି। 4 ଥର ଯଦି ଜଣକ ଦେହରେ ପ୍ରିକ୍ କରାଯିବ, ଛୁଞ୍ଚି ଗୁଡାକ ଛଡା ହେଇଯାଉଛି। 4 ଥର ତମ ପିଲା ଦେହରେ ସେଟା ତାକୁ ପ୍ରିକ୍ କରାହଉଥିବ, କେତେ କଷ୍ଟ ହଉଥିବ। ଆଜିର ଅପରେସନ ଟେକ୍ନୋଲୋଜି ଦେଖନ୍ତୁ, ଲେଜର ଟେକ୍ନୋଲୋଜି ବାହାରିଲାଣି। ଆଜିର ଫଟୋଗ୍ରାଫି ଦେଖନ୍ତୁ। ତେଣୁ ଆଜିର ଯୋଉ ସମୟ, ଏ ବଡ ସମ୍ବେଦନଶୀଳ ସମୟ। ଏମିତି ଯଦି ଆମେ ହିସାବ କରିବା, କୋଉ ଜାଗାରେ ଘର ତିଆରି ଠାରୁ ଆରମ୍ଭ କରି, ରାସ୍ତା ତିଆରି ଠାରୁ ଆରମ୍ଭ କରି, ଆଜିର ସବୁ କାମ ଗୁଡିକ କେତେ ସଫଳତାର ସହିତ ଯନ୍ତ୍ର ବିଜ୍ଞାନ ଜରିଆରେ କରାଯାଇ ପାରୁଛି। କେତେ ଦୂର ଆତ୍ମାକୁ ଭଗବାନ ସାହାଯ୍ୟ କରୁଛନ୍ତି। ଆଉ ଯଦି ଆପଣଙ୍କୁ ଅନେକ କଥା ଦିଶୁନାହିଁ, ତା ଭିତରୁ ଗୋଟେ ବଡ ଜିନିଷକୁ ଆମେ ଦେଖିପାରିବା ଯେ climate change will be observed globally. ଆମେ 6ଟା ଋତୁ ଧରିକି ବସିଥିଲେ, ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ, ବସନ୍ତ। ହେଲେ ପ୍ରଥମେ ଶରତ ଋତୁ ଆଉ ଅନୁଭବ କରିବନି, ବସନ୍ତ ଆଉ ଅନୁଭବ କରିବନି। ଏବେ ମୁଖ୍ୟତଃ 4ଟି ଋତୁ ରହିଛନ୍ତି। ସେଥିରୁ ହେମନ୍ତକୁ ବି ବେଶୀ ଅନୁଭବ କରିବ ନାହିଁ। ମୁଖ୍ୟତଃ ରହିଛି ବର୍ଷା, ଶୀତ ଓ ଗ୍ରୀଷ୍ମ। ଗୋଟେ ସମୟ ଆସିବ, ସେଇ ବର୍ଷା ଋତୁ ତାର ସମୟ ଲଙ୍ଘନ କରିବ। ଆମେ ଏବେ ଦେଖୁଛୁ, ଏବେ କି ପାଗ, ବର୍ଷା ପାଗ, କିନ୍ତୁ ଏଟା ଋତୁ କଣ, ଶୀତ ଋତୁ। ଗ୍ଲୋବାଲି କ୍ଲାଇମେଟ ଚେଞ୍ଜ ଗୁଡିକ ହବ, ତାର ଇମ୍ପାକ୍ଟ କଣ ହବ ସେ ବିଷୟରେ ଚିନ୍ତା କରିବା ଆପଣ ଅଲଗା ଦୃଷ୍ଟିରୁ ଭଲ ହବ, ମନ୍ଦ ହବ, ଏକାକାର ହବ। ସବୁ ଦେଶର ଜଳବାୟୁ ଗୋଟେ ପ୍ରକାର ହେଇଯିବ। ତେଣୁ ଗ୍ରୀଷ୍ମ ପ୍ରଧାନ ଦେଶ ଗୁଡିକରେ ଶୀତ ବଢିବ, ଶୀତ ପ୍ରଧାନ ଦେଶ ଗୁଡିକରେ ଗ୍ରୀଷ୍ମ ବଢିବ। କିଏ ସେଇ ପାୟନିୟର ହବ ଯେ ଯୋଉ କ୍ଲାଇମେଟ ଚେଞ୍ଜ ଘଟିଛି ତା ବିଷୟରେ ହଜାର ହଜାର ଚିନ୍ତା ମଧ୍ୟ ଉଦ୍ରେକ ହବ, ଏବଂ ସେଇ ପରିସ୍ଥିତିକୁ ଆଧାର କରି ଗ୍ଲୋବାଲ ୱାର୍ମିଂକୁ ଆଜି ଦେଖାଯାଉଛି। ଆଜି ଗ୍ଲୋବାଲ ୱାର୍ମିଂ ପରେ ଆମେ ଦେଖୁଛୁ ଗୋଟେ ମିନିଟ,
ताले नवा विधान सब आसीबो, नवा व्यवस्था आसीबो, नवा चलणी रो पथ सब खोजिबो। हमें जो पार्थिव जीवन टी को निज जीवन सहित पार्थिव प्रकृति को निज जीवन सहित जो जोड़ू नथिले सेटा वर्तमान एक बाध्यबाधकतार परिस्थिति आसी। आउ सबुठारु जोटा गुरुत्वपूर्ण जोटा को नहीं आमे चिंता करि परिबा सेटा होछि फ्री फ्लो ऑफ कम्युनिकेशन इन द वर्ल्ड। फ्री फ्लो ऑफ द कम्युनिकेशन इन द वर्ल्ड गोटे समय थिला जोगाजोग गुड़िक केते दुर्बल थिला। मधुबाबू ठारू भीम भूया मेली जेतेबेले हला धरणीधर भूया नेतृत्व रे राजा विरुद्ध रे इंग्रेज सरकार विरुद्ध रे तो सेतेबेले फकीर मोहन गोटे चिठी लिखिले मधुबाबू केउझर रु गोटे हाथी पिठी रे गोटे लोक आसला। कारण हाथी रे आसे पड़ला कहीं ना घोड़ारे आसबनी बाटर बाघ नहीं जो घोड़ा को भी बाघ धरी पकड़ एत संख्यार बाघ थे। हाथी पिठे लोकटी आसिक कटक पहुंचला 15 दिन। तेणु केउझर 15 दिन लगुला। आम बापा आजा मानक जदि आम पचारिबा परिस्थिति गुड़िक कौन थिला जोगाजोगर सेटा सड़क पथर जोगाजोग हो, जल पथर जोगाजोग हो, आकाश बाहिनी उड़ा जहाज सिविल एविएशन तो नथिला। ये तो गला ट्रांसपोर्ट कि मूल जोगाजोग यही पृथ्वीर गोटे प्रांत घटुवा घटना अन्य प्रांत पहुंचु न। खबर कागज नथिला, रेडियो नथिला, टेलीविजन नथिला। आज तारीख रे मास मीडिया आसिला, टीवी आसिला, इंटरनेट आसिला, मोबाइल आसिला। आपण भावंत जोगाजोग आम ओडिशा रे जो भज भाई काम करुले, अनंत भाई काम करुले, आमे कि जेते बेले मधु भाईना काम करथिले सेते बेले ओडिशार परिस्थिति कोन थिला। बस रे जाउथिले, कोठी रिक्शा रे जाउथिले, कोठी चली चली जाउथिले। आज तारीख रे मोटर गाड़ी सब जगह को जाई परछि। केते सुविधा रे आमे गोटे जणे जणे पाखु पहुंच परछि। सुविधा रे कार्यक्रम गुड़िक जानी होछि। आज पाठचक्र होछि मार्सा घाई रे ऑनलाइन रे एटा ओडिशा कोन पृथ्वीर सब लोक जानि परिबे। भवेश भाई कोठु बसी कथा होचंती से कथा को सारा पृथ्वी सुनि परिबे। आपण भावुचंती ये गोटे कम बड़ उपलब्धि। अतिमानस आसीबा परे ये गोटे जोगाजोग मनुष्य भितर बढ़िबो। जोगाजोग बढ़िले तो एकत्व आसो। जोगाजोग बढ़िले तो आमे पारस्परिकता को नहीं बंचिबा। प्रभुंकर गोष्ठी जीवन रो मूल मंत्र थिला वननेस, म्यूचुअलिटी एंड हार्मनी। तो प्रथमे आमे एकत हो। आज ओडिशार समग्र मातृ परिवार गुड़िक एक होउछंती। जने जनकर दुख जानुछि, जने जनकर असुविधा जानुछि। आउ आमे केते बड़ गोटे आज जो विज्ञान अग्रगति होछि, आर्टिफिशियल इंटेलिजेंस आसुछि, रोबोटिक्स आसुछि, नवा नवा दिगंत सब अति द्रुत गति रे संगठित होछि। 5 वर्ष तलर पृथ्वी 5 वर्ष पर अलग ही जाउछि। आमे छोट दिन गोटे कथा पढ़िथिले, हस भी लागुଥିଲା, किंतु आज सेटा सत लागुछि। बेंग कहे बेंगुलिलो पृथ्वी क्षण क्षण के आन। क्षण क्षण रे पृथ्वी बदल जाउछि। क्षण क्षण के आन माने पार्थक्य अछि। गोटे क्षणर पृथ्वी सहित आउ गोटे क्षणर पृथ्वीर पार्थक्य रहिछि। तेणु 5 वर्ष तले आपण जो गाँ को जो शहर को देखिथिले 5 वर्ष पर ताकू चिन्हि पारना एते द्रुत परिवर्तन घटुछि। आपण को घर परिवार रे भी से परिवर्तन घटुछि। वर्षे तले जोटा घास माड़ी जाइथिला, बंजर थिला,
ବର୍ଷେ ପରେ ଆପଣ ତାକୁ ଗୋଟେ ସୁନ୍ଦର ବଗିଚାରେ ପରିଣତ କରିପାରିଛନ୍ତି। ଆଉ ଦେଶୀ ଫୁଲ ବିଦେଶୀ ଫୁଲ, ଦେଶୀ ମଞ୍ଜି ବିଦେଶୀ ମଞ୍ଜି, ଦେଶୀ ଗାଈ ବିଦେଶୀ ଗାଈ, ସେମିତି ଆଉ କଥା ନାହିଁ। ପୃଥିବୀ ଏକାକାର ହେଉଛି। ସୁଇଜରଲ୍ୟାଣ୍ଡର ଫୁଲ ରାଉରକେଲାରେ ଫୁଟୁଛି, ରାଉରକେଲାର ଫୁଲ ପାରାଦୀପରେ ଫୁଟୁଛି, ପାରାଦୀପର ଫୁଲ କୋରାପୁଟରେ ଫୁଟୁଛି। ପୃଥିବୀ ଏତେ ଛୋଟ ନୁହେଁ। ଆଉ ଲୋକ ଅଛନ୍ତି ବ୍ରେକଫାଷ୍ଟ ଖାଆନ୍ତି କଲିକତାରେ, ଲୋକ ଅଛନ୍ତି ସେମାନେ ଲଞ୍ଚ ଖାଆନ୍ତି ୟୁନାଇଟେଡ ଆରବ ଏମିରେଟରେ, ସାଉଦି ଆରବରେ, ଏବଂ ଡିନର କରନ୍ତି ସିଙ୍ଗାପୁରରେ। ଗୋଟିଏ ଦିନ ଭିତରେ ଆପଣ 3 ଜାଗାରେ 3 ପ୍ରକାର ଖାଇପାରୁଛନ୍ତି। ତେଣୁ ଏଭଳି ଏକ ପରିବର୍ତ୍ତନ ଯୋଉ ଆସିଛି, ଇଏ ଗୋଟେ ଲକ୍ଷଣ ପ୍ରକାଶ ପାଉଛି ନବଚେତନାର, ଲକ୍ଷଣ ପ୍ରକାଶ ପାଉଛି ଅତିମାନସ ଶକ୍ତିର କାର୍ଯ୍ୟକାରିତାର। ସେଥିପାଇଁ ମା କହୁଥିଲେ ଅତିମାନସ ଆଉ ଏକ ପ୍ରମିଜ ହେଇକି ନାହିଁ, ଗୋଟେ ପ୍ରତିଶ୍ରୁତି ହେଇକି ନାହିଁ, ଏହା ଏକ ବାସ୍ତବତାରେ ପରିଣତ ହେଇଯାଇଛି। ଆଉ ଏକ ତୃତୀୟ ଉଦାହରଣକୁ ଆମେ ଯିବା, ଯୋଉଥିରେ ଆଜିର ଯୋଉ ପିଲାମାନେ ଜନ୍ମ ହଉଛନ୍ତି ସେମାନେ ଅଧିକ ଇଭଲ୍ଭ, ବହୁ ବାଟରେ ବିବର୍ତ୍ତିତ, ବହୁ ବାଟରେ ବିକଶିତ, ଇନୱାର୍ଡଲି କନେକ୍ଟେଡ। ଆମେ ଆମ ଜୀବନ କାଳ ଭିତରେ ଇନୱାର୍ଡଲି କନେକ୍ଟେଡ ହେଇପାରିଲେ ନାହିଁ, ଚେଷ୍ଟା କରୁଛନ୍ତି, କିନ୍ତୁ ଯୋଉ ପିଲାମାନେ ଜନ୍ମ ହଉଛନ୍ତି ସେମାନେ ଇନୱାର୍ଡଲି କନେକ୍ଟେଡ। ଆପଣ ଦେଖୁଥିବେ ଅନେକ ପିଲା। ମୁଁ ଗତକାଲି ଗୋଟେ ଖବରକାଗଜ ପଢୁଥିଲି, କାହାକୁ ମେସେଜଟି ପଠେଇଛି। ଗୋଟେ 7 ବର୍ଷର ପିଲା ଏବେ ଗୋଟେ ସର୍ଜରୀ କରିବ, ତାମାନେ କୋଉ ଜନ୍ମରେ ସେ ଡାକ୍ତର ଥିଲା। ଗୋଟେ 5 ବର୍ଷର ପିଲା ମାନେ ସଙ୍ଗୀତ ଶାସ୍ତ୍ର ଯେତେ ସବୁ ରାଗ ରହିଛି, ସେ ରାଗରେ ସେ ତବଲା ବଜେଇ ପାରୁଛି। କେମିତି ସମ୍ଭବ ହଉଛି? ଆଜି 2 ବର୍ଷର 3 ବର୍ଷର ପିଲା ହାତରେ ଗୋଟେ ମୋବାଇଲ ଧରେଇ ଦିଅନ୍ତୁ, ସେ ତାକୁ ଅପରେଟ କରୁଛି। ଆଉ ଆଜିର ପିଲା ବହୁତ ୟୁନିଭର୍ସାଲି ଚିନ୍ତା କରେ। ଆଜିର ପିଲା ଦେବତା ଭଳି କଥା କହେ। ଆଜିର ପିଲା ସଂକୀର୍ଣ୍ଣ ନୁହେଁ, ଆଜିର ପିଲା ସ୍ୱାର୍ଥପର ନୁହେଁ, ଆଜିର ପିଲା କ୍ଷୁଦ୍ର ନୁହେଁ, ଆଜିର ପିଲା ବିବାଦ କରିବାକୁ ଚାହେଁ ନାହିଁ। ଆଜିର ପିଲାର ଆମ ଭଳି ବେଶୀ ଇମୋସନାଲ ଲେଭେଲ ନାହିଁ। ହୁଏତ ଆମକୁ ସେଥିପାଇଁ ଅଡୁଆ ଲାଗୁଛି, ଡିସକନେକ୍ଟେଡ ଲାଗୁଛି। ସେମାନେ ବହୁତ ଇମୋସନାଲ ନୁହନ୍ତି, ସେମାନେ ଅଧିକ ପ୍ରାକ୍ଟିକାଲ। ମୋର ମନେ ପଡୁଛି ବହୁତ ଦିନ ତଳେ ଦୂରଦର୍ଶନରେ ଗୋଟେ ଆଡଭାର୍ଟାଇଜମେଣ୍ଟ ଦଉଥିଲା। ମଟର ଛଡଉଛି, କଞ୍ଚା ମଟର, ମାଟେ ଆଉ ତା ପୁଅଟା। ଗୋଟେ ମଟର ଚଣା ଭିତରେ ଗୋଟେ ପୋକ ବାହାରିଲା, ଶାଗୁଆ ରଙ୍ଗର ଛୋଟ ପୋକଟେ। ମାଟି ଚିତ୍କାର କଲା, କେଁ ଉଠିଲା, ଘୃଣାରେ, ଭୟରେ। ଛୋଟ ପିଲାଟି ସେ ପୋକଟିକୁ ନେଲା, ତାକୁ ଗୋଟେ ଜାର ଭିତରେ ରଖିଲା। ସେ ଜାର ଭିତରେ ଯେତେବେଳେ ପୋକଟି ନାଚିଲା, ସେ ବହୁତ ଏନ୍ଜୟ କଲା। ଏଇ ହଉଛି ଆମ ପିଢି ଏବଂ ଆମର ଉତ୍ତର ପିଢି ଭିତରର ଫରକ। ଆମେ ଯୋଉଟା ଘୃଣା କରୁଛୁ, ଆମେ ଯୋଉଟାକୁ ଭୟ ପାଉଛୁ, ପିଲାମାନେ ସେଥିରୁ ଆନନ୍ଦ ପାଇପାରୁଛନ୍ତି। ଘୃଣା ତାଙ୍କ ପାଖରେ କମି ଯାଉଛି, ଭୟ ତାଙ୍କ ପାଖରେ କମି ଯାଉଛି। ଗୋଟେ ମାଇକ୍ ପାଖରେ ଛିଡା ହେବାକୁ, ଗୋଟେ ମଞ୍ଚରେ ଛିଡା ହେବାକୁ ଆମ ଗୋଡ ହାତ ଥରୁଥିଲା, ଝାଳ ବହୁଥିଲା। କେତେ କଷ୍ଟ କଲେ ଆମେ ବୋଧେ କଥା କହିପାରୁଥିଲେ ମଞ୍ଚରେ, ବା ମଞ୍ଚରେ ଗୋଟେ କିଛି କଥା ପ୍ରଦର୍ଶନ କରୁଥିଲେ। କିନ୍ତୁ ଆଜିର ପିଲା ଜନ୍ମ ହେଉ ହେଉ ଷ୍ଟେଜ ଫ୍ରି।
50 ଜଣ ପାଖକୁ ଆସିବାରେ ତା ପାଖରେ ଟିକେ ବି ସଂକୋଚ ନାହିଁ। ପ୍ରତିଭାବନ୍ତ ପିଲା ଗୁଡ଼ିକ ଜନ୍ମ ହେବା ଆରମ୍ଭ ହେଲାଣି। ବହୁଳ ଭାବରେ ନୂତନ ପିଲାମାନେ ଆସୁଛନ୍ତି ଯେଉଁମାନେ ବହୁତ ଭାବରେ ଇନଭଲ୍ଭ, ଇନୱାର୍ଡଲି କନେକ୍ଟେଡ। ତେଣୁ ଆଜିର ପିଲାମାନଙ୍କ ଭିତରେ ଏକତାର ଭାବ ଦେଖାଦେଉଛି, ଏକତ୍ୱର ଭାବନା ଦେଖାଯାଉଛି। ଆଉ ଗୋଟେ କଥାକୁ ଆମେ ଦେଖିବା ଅତି ମାନସରେ ଯୋଉଟା ଘଟୁଛି, ନାରୀ ପୁରୁଷ ଭିତରେ ଭେଦ ଦୂର ହେଉଛି। ମା କହିଥିଲେ ନାରୀ ଚେତନା ପୁରୁଷ ଚେତନା ଏମିତି ଗୋଟେ ଚେତନାର ଅବଲୁପ୍ତ ହୁଏ। ନାରୀଟିଏ ତାର ସେଇ ଚେତନା ଭିତରେ ସବୁବେଳେ ନ ବଞ୍ଚୁଛି ମୁଁ ଝିଅଟିଏ, ମୋ ଭାରି ସ୍ପେଶାଲ, ମତେ କିଏ କଥା କହିଲେ ଅସୁବିଧା ହେଇଯିବ, ମତେ କିଏ ଛୁଇଁ ଦେଲେ କଥା ଅସୁବିଧା ହେଇଯିବ, ମତେ କିଏ, ଅତି ଗୋଟେ ବଡ ଭୟଙ୍କର କମ୍ପ୍ଲେକ୍ସ ଭିତରୁ ଏ କଥା ଗୁଡ଼ିକ ଆସୁଥାଏ, ବଡ ଅବଚେତନାର କଥା। ହଜାର ହଜାର ବର୍ଷ ଧରି ଗୋଟେ ଜାତିକୁ ଭାଗ କରି କରି ରଖାଯାଇଛି। ତା କେଶ ଅଲଗା, ତା ବେଶ ଅଲଗା, ତା ଜୋତା ଅଲଗା, ତା ଛତା ଅଲଗା, ତା ଗାଡି ଅଲଗା, ତାର ଖାଦ୍ୟ ବି ଅଲଗା, ସବୁକୁ ଅଲଗା କରିଦିଆଯାଇଛି। କିନ୍ତୁ ଆଜିର ନାରୀ ଯେତେବେଳେ ହିମାଳୟ ଚଢୁଛି, ଗୋଟେ ପରିସଂଖ୍ୟାନ ନିଆଯାଉଛି, ଗୋଟେ କ୍ଲାସ ରୁମରେ ଆମେ ତ ପାଠ ପଢୁଥିଲୁ 30 ବର୍ଷ ତଳେ, 50 ବର୍ଷ ତଳେ, 100ଟି ପୁଅ ପଢୁଥିଲେ, 20ଟି ଝିଅ ପଢୁଥିଲେ, ଆଉ ସେ ଝିଅ ମାନେ କ୍ଲାସ ରୁମ ଭିତରୁ ଯାଉନଥିଲେ। ଟିଚର ଆସିଲେ କ୍ଲାସ ରୁମ ଭିତରୁ ଝିଅ ମାନେ ଯିବେ, ବହୁତ କମେଣ୍ଟ ହବ, କିଏ ସୁଶ୍ରୀ ମାରିବ, କିଏ ଅପମାନଜନକ କଥା କହିବ। ଆଜି ସେ ସମୟ ନାହିଁ, ଝିଅ ମାନେ ବରଂ ପୁଅ ମାନଙ୍କୁ ଆଉଟ ପାୱାର କରିଦଉଛନ୍ତି, ବରଂ ପୁଅ ମାନେ ଡରି ମରିକି ଅଛନ୍ତି। ବେଶୀ ସଂଖ୍ୟାରେ ଝିଅ ମାନେ କ୍ଲାସରେ ଉପସ୍ଥିତ ହେଉଛନ୍ତି। ଆଜି ରାଜନୀତିରେ ନାରୀ ମାନେ ରହିଛନ୍ତି, ଆଜି ଖେଳରେ ନାରୀ ମାନେ ରହିଛନ୍ତି, ଉଡାଜାହାଜ ପାଇଲଟିଂ ସେଇମାନେ କରୁଛନ୍ତି, ବୁଡାଜାହାଜ ପାଇଲଟିଂ ସେମାନେ କରୁଛନ୍ତି, ମଙ୍ଗଳ ଗ୍ରହ ମିଶନରେ ବି ସେମାନେ ଯାଉଛନ୍ତି। ତେଣୁ ନାରୀ ପୁରୁଷର ଯୋଉ ଭେଦକୁ ସମାଜ ଅଧିକ ଭାବରେ ରଖିଥିଲା ସେ ସବୁ ଭାଙ୍ଗି ପଡୁଛି। ପୁରୁଷ ମାନଙ୍କର ନାରୀ ବନ୍ଧୁ ଅଛନ୍ତି, ନାରୀ ମାନଙ୍କର ପୁରୁଷ ବନ୍ଧୁ ଅଛନ୍ତି। ଲୋକେ ତାକୁ ସହଜରେ ଗ୍ରହଣ କଲେଣି। ଆଗ ସମୟରେ କିଏ ଯଦି ଓଢଣା ଭିତରୁ ଟିକେ ଅନେଇ ଦଉଥିଲା ତାହେଲେ ତାକୁ ଅପରାଧୀ ହବାକୁ ପଡୁଥିଲା। ଐଶ୍ୱର୍ଯ୍ୟଙ୍କୁ ପଶିଥିଲେ ଆମ ନାରୀ ମାନେ, କିନ୍ତୁ ଅତି ମାନସର ଶକ୍ତି ଆସିଲା, ମା ଆସିଲେ। ଭାରତୀୟ ନାରୀ ମାନେ କିପରି ହେବେ ବୋଲି ମାଙ୍କୁ ପ୍ରଶ୍ନ ପଚରାଲା। ମା କହିଲେ ଏମାନେ ବହୁ ଭାବରେ ଦୁର୍ବଳ ହେଇକି ରହିଛନ୍ତି, ତାଙ୍କ ବେଶ ପୋଷାକ ୟାଙ୍କୁ ଦୁର୍ବଳ କରିଦେଇଛି। ସବୁ ଆଶ୍ରମର ଯୋଉ ଡ୍ରେସ୍ ଅଛି, ହାଫ ପ୍ୟାଣ୍ଟ ପିନ୍ଧ, ସାର୍ଟ ଘୋଡ, ଖେଳ, ଖେଳିଲେ ତମ ମାଂସପେଶୀ ମଜବୁତ ହବ, ତେବେ ତ ପୁରୁଷ ସହିତ କାନ୍ଧ କାନ୍ଧ ମିଳେଇ ଚାଲିପାରିବ, ପୁରୁଷର ବନ୍ଧୁ ହେଇପାରିବ। ପ୍ରକୃତି ତମକୁ କିଛି ଶକ୍ତି କମ କରିଦେଇଛି, ତାର ଅର୍ଥ ନୁହେଁ ଯେ ଗୋଟେ ସୀମାରେଖା ଟାଣି ଦିଆଯାଇଛି ଯେ ସେ ହେଲେ ମେନ୍ ଅଫ ଭେନସ ଆଉ ଏମାନେ ହେଲେ ମେନ୍ ଅଫ ଓମେନ୍ ଅଫ ମାର୍ସ। ଆଜିର ଝିଅଟେ ଯାଉଛି କ୍ଲାସକୁ, ପୁଅ ମାନଙ୍କ ସହିତ ଖଟି କରୁଛି, ଆମେ ତାକୁ ଭୁଲ ବୁଝୁଛୁ। କିନ୍ତୁ ଆଜି ତାରିଖରେ ଭୁଲ ବୁଝିବାର ସ୍ତର ଧୀରେ ଧୀରେ କମିବ। ଆମେ ଜାଣିପାରିବା ଯେ ସବୁ ବନ୍ଧୁତା ଗୁଡ଼ିକ ବେକାର ନୁହେଁ, କି ସବୁ ବନ୍ଧୁତା ଗୁଡ଼ିକ ବେକାର ବି ନୁହେଁ। ତ ନାରୀ ଚେତନା, ମୁଁ ଗୋଟେ ନାରୀ, ଏଇ ଚେତନାରେ ଆପଣ କେତେ ଦିନ ରହିପାରିବେ?
ମୁଁ ଗୋଟେ ପୁରୁଷ, ଏଇଭଳି ଗୋଟେ ଚେତନାରେ ଆପଣ କେତେ ଦିନ ରହିପାରିବେ? ଏଇ ଚେତନା ଗୁଡ଼ିକ ଆମକୁ କ୍ଷତି ଦେଇଛି କି ଲାଭ ଦେଇଛି? এইଭଳି ସମାଜ ସବୁ ପରିବର୍ତ୍ତନ ହବ। ଇଭଲ୍ଭ ଶିଶୁମାନେ ଜନ୍ମ ଗ୍ରହଣ କରୁଛନ୍ତି, ନାରୀର କ୍ଷମତା ବଢୁଛି ଏବଂ ଶେଷରେ ଯେଭଳି ପ୍ରଭୁ ଶ୍ରୀ ଅରବିନ୍ଦ ନାରୀ ଉପରେ ଅମରତ୍ୱର ଦାୟିତ୍ୱ ଦେଇଛନ୍ତି, ତପସ୍ୟାର ଦାୟିତ୍ୱ ଦେଇଛନ୍ତି, ସାବିତ୍ରୀ ମହାକାବ୍ୟର ପ୍ରୋଟୋଟାଇପ୍ ହେଲେ ସାବିତ୍ରୀ। କାହିଁକି ସତ୍ୟବାନ କାହିଁକି ହେଲେନି? କାରଣ ପ୍ରଭୁ ଜାଣିଥିଲେ ଦି ଏନଲାଇଟେନମେଣ୍ଟ ଷ୍ଟାର୍ଟସ୍ ୱିଥ୍ ଓମେନ୍। ଯଦି ଆଲୋକିତ ବି ଆରମ୍ଭ ହବ, ଆଲୋକିତ ଜୀବନ ଆରମ୍ଭ ହବ, ତା ଗୋଟେ ନାରୀ ପାଖରୁ ଆରମ୍ଭ ହବ। ଆମ ସରକାର ମାନେ କିଛି ବୁଝନ୍ତୁ ନ ବୁଝନ୍ତୁ କାନ୍ଥରେ ଲେଖି ଦଉଛନ୍ତି। କଣ ଲେଖି ଦଉଛନ୍ତି? ମା ହେଲେ ପାଠୋଇ ଦେଶ ଯିବ ଆଗେଇ। କାହିଁକି ବାପା ମାନଙ୍କୁ ପାଠୁଆ କରି ପାରିଲନି କି? ଏପରିକି ବାବାଜୀ ମହାରାଜଙ୍କ ଭଳି ବ୍ୟକ୍ତିତ୍ୱ ମାନେ ଆହୁରି ଆଶା କରୁଛନ୍ତି, ଦିବ୍ୟ ଯୁଗ ପ୍ରତିଷ୍ଠା ଯଦି ହବ ତାହେଲେ ସେଟା ନାରୀ ମାନଙ୍କ ଜରିଆରେ ହବ। କାହିଁକି ନା ପୁରୁଷର ସ୍ରଷ୍ଟା ହେଉଛି ନାରୀ। ତ ସେଇଭଳି ଗୋଟେ ପ୍ରତିଦ୍ୱନ୍ଦିତା କମିଯିବ, ପରସ୍ପର ଭିତରେ ବନ୍ଧୁତାର ସ୍ତର ବଢିବ, ପରସ୍ପର ସହିତ ଆନ୍ତରିକତାର ସ୍ତର ବଢିବ। এই ବାଟରେ ଡିଫରେନ୍ସ ଇନ୍ ହାଇଟ୍ ବିଟୱିନ୍ ମେନ୍ ଆଣ୍ଡ ଓମେନ୍ will reduce। ଘରେ ଝିଅଟି ଅଛି ତାକୁ ପାଠ ପଢାଅନି, କିଛି ଦିନ ପଢିଲା ପରେ ବାହା କରିଦିଅ। ପୁଅଟି ଅଛି ତ ତାକୁ ପାଠ ପଢେଇ ମଣିଷ କର, ଏଇ ଯୋଉ ଭାବନା ଗୁଡିକ ରହିଛି ସେ କମିଲାଣି। ପୁଅଟି ଅଛି ତ ଜମି ଉପରେ ଭାଗ ଦବ, ଝିଅଟି ଅଛି ତ ତାର କିଛି ଭାଗ ନାହିଁ, ସେ ସବୁ କମିଲାଣି। ପୁଅଟି ଅଛି ତ ସେ ବାପା ମାର ଦାୟିତ୍ୱ ନବ, ମୁଖାଗ୍ନି ଦବ, ମରିବା ବେଳେ ଶ୍ରାଦ୍ଧ କର୍ମ କରିବ। ଏବେ ବି ଝିଅ ମାନେ ସେ କଥା କଲେ, ଝିଅ ମାନେ ମୁଖାଗ୍ନି ଦେଲେଣି, ସମ୍ପତ୍ତିରେ ଭାଗ ବସେଇଲେଣି। ଏ ସବୁ ଅତି ମାନସର କାର୍ଯ୍ୟ, ଏଟା କେହି କରୁନାହାନ୍ତି। ଆମ ସରକାର ଏବେ ଯୋଉ ରିଜର୍ଭେସନ ବିଲ୍ କଲେ, ଓମେନ୍ ରିଜର୍ଭେସନ ବିଲ୍, 50% ମହିଳାଙ୍କ ପାଇଁ ମାତ୍ର 33% ସଂରକ୍ଷଣର ସୁବିଧା ଦେଲେ। ଅବଶ୍ୟ କାର୍ଯ୍ୟକାରୀ ବିଳମ୍ବ ହଉଛି। କାହିଁକି? why not 50? ସମୟ ଆସିବ 50% ମହିଳା ମାନଙ୍କ ପାଇଁ 50% ଆରକ୍ଷଣର ବ୍ୟବସ୍ଥା ହବ। ଏଗୁଡାକ ଅତି ମାନସ କରିବେ। 3% ଲୋକ ଭାବୁନଥିଲେ ଐଶ୍ୱର୍ଯ୍ୟ ପଶ୍ୟା ନାରୀ ଯଦି ଆଜି ପାର୍ଲାମେଣ୍ଟରେ ଗୋଟେ ସିଂହିଣୀ ଭଳି ଗର୍ଜନ କରିପାରୁଛି, ତାହେଲେ ତ ଅତି ମାନସ କାର୍ଯ୍ୟକାରୀ କରୁଛି ବୋଲି ଦିଶୁଛି। ଏଇ ବାଟରେ ଅତି ମାନସ ତାଙ୍କର ଶକ୍ତି, ଅତି ମାନସ ତାଙ୍କର ପରିବର୍ତ୍ତନ, ଅତି ମାନସ ତାଙ୍କ ରୂପାନ୍ତର ଗୁଡିକ ସଂଗଠିତ କରୁଛନ୍ତି। ଏ ସମୟ ସୁବର୍ଣ୍ଣ ସମୟ, ଏ ସମୟ ଅତି ମାନସର ସମୟ, ଏ ସମୟ ଶ୍ରୀ ଅରବିନ୍ଦଙ୍କ ସମୟ, ଏ ସମୟ ଦେବତାର ସମୟ। ତେଣୁ ଆମେ ଅତି ମାନସକୁ ଆହୁରି ପ୍ରତ୍ୟକ୍ଷ ରୂପରେ, ମା କହିଛନ୍ତି ଯେ ମୋଷ୍ଟ ଇନକନସିଏଣ୍ଟ, ଯେ ମୋଷ୍ଟ ଇଗ୍ନୋରେଣ୍ଟ, ଯେ ମୋଷ୍ଟ ଅନୱିଲିଂ, ସେ ମଧ୍ୟ ଅତି ମାନସର ଶକ୍ତିକୁ ଦେଖିବ। ଇଏ ହେଉଛି ଅତି ମାନସର ବାସ୍ତବତା। ଆମେ ଏହି ଆଲୋଚନାକୁ ଆଗକୁ ନେବା। ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା।